ତ ଆପଣ କ'ଣ ନବୀନ ବାବୁଙ୍କ ଉପରେ ଏବେ ବି ରାଗିଛନ୍ତି, ଗାଳି ଦଉଛନ୍ତି ଆପଣ ମନ ଭରି? ସେ କ'ଣ କ୍ଷତି କଲେ? ଆପଣ ଭାଇ ପରା ସେଇ ପାର୍ଟିରେ ଅଛନ୍ତି, ବାପା ପରା ପ୍ରଶଂସା କରୁଛନ୍ତି ଦିନ ରାତି ନବୀନ ବାବୁଙ୍କୁ। ତ ସେ ଆପଣ ଏତେ ମନ କଣ ଭରି, ପ୍ରେମ ଇଲେକ୍ସନ ସରିଲାଣି, ଇଲେକ୍ସନ ହଁ ହାରିଗଲେଣି ନବୀନ ବାବୁ, ତଥାପି ଆପଣ ଗାଳି ଦେଇ ସେ ଚାଲିଛନ୍ତି ହିସାବ ପାଣ୍ଡିଆନଙ୍କୁ। ହିସାବ ଦେବେନି, କଣ ଏମିତି ଖସି ପଳେଇବେ? କ'ଣ ନବୀନ ବାବୁ ହିସାବ କଣ ମାଗୁଛନ୍ତି ଆପଣ? ଜାଣିନାହାନ୍ତି? ଦେଖ, ନବୀନ ବାବୁଙ୍କୁ ଗୋଟେ ଭଗବାନ କରିକିରି ମାର୍କେଟିଂ କରାଗଲା। ଏଇଟା ଗୋଟେ ମାର୍କେଟିଂ ଗେମ୍। ଯେମିତି ଆପଣଙ୍କର ଲକ୍ସ ସାବୁନ ହଉ କି ରାମଦେବ ବାବାଙ୍କର ପାତାଞ୍ଜଳି ପ୍ରଡକ୍ଟ ହଉ, କିନ୍ତୁ ହଁ ମାର୍କେଟିଂ ହଉଛି ହଁ ଏକ୍ଜାକ୍ଟଲି ସେଇ ମାର୍କେଟିଂ। ନହେଲେ ଗୋଟେ ଲୋକ, ଗୋଟିଏ କପଡ଼ା, ଗୋଟିଏ ଚପଲ 25 ବର୍ଷ ପଳେଇଲା, ଦେଖେଇ ମାର୍କ କରୁନଥିବେ ବୋଧେ। ଏଇଟା ହଉଛି ସେ ମାର୍କେଟିଂ ଷ୍ଟ୍ରାଟେଜି। ଆଉ କ'ଣ? ଆଉ ଆପଣ ତ ସେଥିରେ ମାର୍କେଟିଂ ଲୋକ। ହଁ, ମୁଁ ଧରିବି ନା, ଆଉ କେହି ଧରିପାରିବେନି ନା ଏଇଟା ଜିନିଷଟା କାହିଁକି ହଉଛି। ଏ ବ୍ରାଣ୍ଡଟା ତ ପାଣ୍ଡିଆନ ବାବୁ ଆସିବା ପୂର୍ବରୁ ହେଇଥିଲା। ହଁ, ତିଆରି ଚାଲିଛି, ସେଇ ବ୍ରାଣ୍ଡରେ କଣ୍ଟିନ୍ୟୁ ଚାଲିଛି। ତାପରେ ଆହୁରି ଆଡ୍ କରୁଛୁ। ତାପରେ ଆମର ସେମାନେ ସାଇକୋଲୋଜି ଦେଖିଲେ ଓଡ଼ିଆ ଲୋକଙ୍କର, ହଁ ଗଡ୍ ଫିୟରିଂ, ବର୍ସିପ ଭଗବାନଙ୍କୁ ଡର। ଭଗବାନ। ତ ଆପଣ ଭଗବାନଙ୍କୁ ଦେଖି ନାହାନ୍ତି, ଛୁଇଁ ନାହାନ୍ତି, କଥା ହେଇନାହାନ୍ତି, ତ ନବୀନ ବାବୁଙ୍କୁ ଏମିତି କରିକି ରଖିଲେ, କେହି ଦେଖିବେନି, କେହି ଛୁଇଁବେନି, କେହି କଥା ହେବେନି। ଯେମିତି ସେ ଭଗବାନ। ବାସ୍, ଲୋକ ମୁଣ୍ଡରେ ରହିଲା, ଏଇ ବାବା, ଦେଖିଲେ କେମିତି ସାଇକୋଲୋଜିକାଲ ମାର୍କେଟିଂ କରାଗଲା। ତାପରେ ସେମାନେ କ'ଣ କଲେ? ଆମର ସମସ୍ତିଙ୍କ ଘରେ ଭଗବାନଙ୍କ ମୂର୍ତ୍ତି, ଓଡ଼ିଶାରେ ମୁହଁ ବୁଲେଇଲେ ନବୀନ ପଟ୍ଟନାୟକଙ୍କର ଫଟୋ, ପେପର ଖୋଲିଲେ ଫଟୋ, ବ୍ୟାଗରେ ଫଟୋ, ବାହାରେ ହୋର୍ଡିଂରେ ଫଟୋ। ତ କେତେ ଜୋରେ, ମାନେ ଏତିକି ବୋଧେ କୋଉ ବ୍ରାଣ୍ଡ ଉପରେ ଖର୍ଚ୍ଚ ହେଇନଥିବ ଯେତିକି ଓଡ଼ିଶାରେ ଗୋଟିଏ ନବୀନ ବୋଲି ବ୍ରାଣ୍ଡ ଉପରେ ଖର୍ଚ୍ଚ ହଉଥିଲା। ଆଭରେଜ ଯଦି ହିସାବ ପକେଇବେ, କିଛି ନହେଲେ 5,000 crores ରୁ 6,000 crores ପର ଇୟର। 5,000 ରୁ 6,000 କୋଟି ହଁ, ଟଙ୍କା। ଆଉ ତାର ସେ ଲୋକ ଯିଏ ଏତେ ମାର୍କେଟିଂ କରି ସଦାବେଳେ ନମ୍ବର 1 CM, ତାଙ୍କର ଫେରେ ରିପୋର୍ଟ କାର୍ଡ ତ ଆମେ ଦେଖିବା ନା, କେମିତି ଛାଡ଼ିଦେବା। ରିପୋର୍ଟ କାର୍ଡ ମୁଁ କହୁଛି, ଆମର ଆଭରେଜ ତାଙ୍କ ପିରିୟଡ଼ରେ 65% ଲେଖେ ବଢ଼ିଲା କ୍ରିମିନାଲ କେସେସ୍। କ'ଣ ନା, ଦିନକୁ 35 ରୁ 40ଟା ଡକାୟତ ଓଡ଼ିଶାରେ। ଏଇଟା ବାହାରୁନି ପେପରରେ ବୋଧେ, କିନ୍ତୁ ଏଇଟା ଷ୍ଟାଟିଷ୍ଟିକ୍ ଡେଟା ଭାଇ। ଦିନକୁ ଏନେ ଏତେ ହିରୋ ହେଉଛନ୍ତି ମର୍ଡର। ଦିନକୁ ଆଭରେଜ 4ଟା ମର୍ଡର ହୁଏ ଓଡ଼ିଶାରେ। ଏବେ କ'ଣ ହଉନି? ଗୋଟେ ମର୍ଡର ହେଲା, କେତେ ହଲ୍ଲା କଲେ ନାଇଁ, ବିଜେପି ଆସିକି ଲ ଆଣ୍ଡ ଅର୍ଡର ଖରାପ କରିଦେଲା। ତମ ବେଳେ ଦିନକୁ 4ଟା ହଉଥିଲା, କାହିଁ ଦେଖେଇ କହିଲନି? ନବୀନ ପଟ୍ଟନାୟକ ଖରାପ କରିଦେଲେ, ତାଙ୍କୁ କେହି କିଛି କହିବେନି। ସେମ୍ ଦିନକୁ 10ଟା ରେପ୍। ଏତେ ମା ଶକ୍ତି କରୁଥିଲେ ଏମାନେ, ମିଶନ ଶକ୍ତି, ମା ମାନଙ୍କୁ ଟେକିକି ରଖୁଥିଲେ। 10ଟା ରେପ୍ ହଉଥିଲା ଓଡ଼ିଶା। ଆଉ ୱର୍ଷ୍ଟ 9ଟା ହାଉସ ୱାଇଫ୍ ସୁଇସାଇଡ୍। 600% ଗ୍ରୋଥ ହେଇଛି ହାଉସ ୱାଇଫ୍ ସୁଇସାଇଡ୍ରେ ନବୀନ ପଟ୍ଟନାୟକଙ୍କ ପିରିୟଡ଼ରେ। ଆଚ୍ଛା, ତମେ ଏତେ କାମ କରୁଥିଲ ମା ଶକ୍ତିଙ୍କ ନାଁରେ, ତାହେଲେ ଦିନକୁ 9ଟା ଲେଖେ ହାଉସ ୱାଇଫ୍ ସୁଇସାଇଡ୍ କାହିଁ କରୁଥିଲେ? କାହିଁକି ସୁଇସାଇଡ୍ କରିଥିଲେ? କ୍ୱେଶ୍ଚିନ୍ ମାର୍କ। ତ ସବୁ ଅଛି ଡେଟା। ଆଙ୍କୁ କ'ଣ ଏମାନେ ବିନା ହିସାବରେ ଖସି ଯାଉଛନ୍ତି? ଆଉ ଛାଡ଼ିବନି ୟାଙ୍କୁ ମାନେ ଆକ୍ଚୁଆଲି ବିହାଇଣ୍ଡ ଦ ବାର ହେବା କଥା। ଆମର ଇଏ ବାହାରିଲା, ଖଣିର ତ ରିପୋର୍ଟ ସମସ୍ତେ ଦେଖିଛନ୍ତି। ଆଭରେଜ 3 ଲାख crore। କେଡ଼େ ବଡ଼ ସ୍କାମ୍। ପର ଫ୍ୟାମିଲି 3 ଲକ୍ଷ ଟଙ୍କା ଲେଖେ ଚୋରି। ହଁ, ପର ଫ୍ୟାମିଲି 3 ଲକ୍ଷ ଟଙ୍କା ଲେଖେ ପଡ଼ିତା। ତାପରେ ଏବେ ଆହୁରି ସ୍କାମ୍ ଧରିଲେ ଧରା ପଡ଼ିବ। ସେମାନେ କ'ଣ କରୁଥିଲେ, ଗୋଟେ 6.5 ଗ୍ରେଡ୍ର ଆଇରନ୍ ଓର୍ ସେମାନେ 5.2 ଗ୍ରେଡ୍ କରିକି ବିକୁଥିଲେ, କିନ୍ତୁ ସେଇଟା ଚାଇନାରେ ଯାଇକି ୱାପସ୍ 6.5ରେ ବିକ୍ରି ହେଉଥିଲା। 6.5 ଯେଉଁ ହାଇ ଗ୍ରେଡ୍ ଆଇରନ୍ ଓର୍ରେ ତୁମର ରୟାଲ୍ଟିଟା 6,000 ଟଙ୍କା, ଲୋ ଗ୍ରେଡ୍ରେ 1,000 ଟଙ୍କା। ତ 5,000 ଟଙ୍କା ପ୍ରତି ଟନ୍ ମିସ୍ ହେଉଥିଲା ଓଡ଼ିଶାର ଇନକମ୍। ମାନେ ଯେଉଁ ଇନକମ୍ ଆମେ ଆଜି ଦେଖୁଛେ 60,000 କୋଟି ଟଙ୍କା ମାଇନ୍ସରୁ ଆସୁଛି, ସେଇଟା ଆକ୍ଚୁଆଲି 3 ଲକ୍ଷ କୋଟି ଟଙ୍କା ଆସିବା କଥା। ୟାକୁ ସବୁ କରିକିରି କହିବେ ନାଇଁ ମୁଁ ଭାରତ ରତ୍ନ ନେଇକିରି ଲୁଚି ପଳେଇବି, ନାଇଁ।